ଋତୁସ୍ରାବ ସମୟରେ ସହବାସ ଅନୁଚିତ କାହିଁକି? ଆସନ୍ତୁ ଜାଣିବା ଏହି ପୌରାଣିକ କଥା ମାଧ୍ୟମରୁ। ଜୟ ଜଗନ୍ନାଥ, ରାଧେ ରାଧେ ବନ୍ଧୁ। ଚମ୍ପକ ନାମକ ନଗରୀରେ ବୈଖାନସ ନାମକ ଜଣେ ପରମ ବୈଷ୍ଣବ ରାଜା ରାଜତ୍ୱ କରୁଥିଲେ। ଏହାଙ୍କ ରାଜ୍ୟରେ ଚାରି ବେଦରେ ପାରଙ୍ଗମ ଅନନ୍ୟ ବ୍ରାହ୍ମଣମାନେ ଅବସ୍ଥାନ କରୁଥିଲେ। ରାଜା ପ୍ରଜାମାନଙ୍କୁ ପୁତ୍ର ଭଳି ପାଳନ କରୁଥିଲେ। ଏକଦା ରାତିରେ ରାଜା ଶୋଇଥିବା ସମୟରେ ଏକ ସ୍ୱପ୍ନ ଦେଖିଲେ। ସେଥିରେ ସେ ଦେଖିଲେ ଯେ ତାଙ୍କ ପିତୃଗଣ ନର୍କରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏହା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକଟ କଲେ। ସକାଳୁ ଉଠି ବିଦ୍ୱାନ ବ୍ରାହ୍ମଣମାନଙ୍କ ସମ୍ମୁଖରେ ଦେଖିଥିବା ସ୍ୱପ୍ନର ବୃତ୍ତାନ୍ତ ସବୁ ବର୍ଣ୍ଣନା କଲେ। ସେ କହିଲେ, ଗତ ରାତିରେ ମୋର ପିତୃଗଣ ନର୍କ ଗତିରେ ପ୍ରାପ୍ତ ହୋଇଥିବାରୁ ମୁଁ ସ୍ୱପ୍ନରେ ଦେଖିଲି। ସେ ମୋତେ କହିଲେ, ହେ ପୁତ୍ର, ତୁମେ ଯେପରି ହେଲେ ଆମକୁ ଏହି ନର୍କରୁ ଉଦ୍ଧାର କର। ପିତୃଗଣଙ୍କ ଏହି ଦୁର୍ଦ୍ଦଶା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ଏହି ସମୃଦ୍ଧି, ରାଜ୍ୟ, ଧନସମ୍ପତ୍ତି, ପୁତ୍ରକନ୍ୟା, ସ୍ତ୍ରୀ, ହାତୀ, ଘୋଡ଼ା ଆଦି ରାଜସମ୍ପଦ ମୋତେ କିଛି ବି ଆଉ ସୁଖ ଲାଗୁନାହିଁ। ମୁଁ କ'ଣ କରିବି? କୁଆଡ଼େ ଯିବି? ଅଥବା କିପରି ମୋର ପିତୃଗଣଙ୍କୁ ନର୍କ ଯନ୍ତ୍ରଣାରୁ ମୁକ୍ତି କରିବି? ଏସବୁ ଚିନ୍ତା ମୋ ଶରୀରରେ ଜ୍ୱଳନ ସୃଷ୍ଟି କରୁଛି। ବର୍ତ୍ତମାନ ଆପଣମାନେ କୃପା କରି କିଛି ଉପାୟ କୁହନ୍ତୁ, ଯାହା କଲେ ମୋର ପିତୃଗଣ ମୁକ୍ତି ପଥରେ ଯାତ୍ରା ହେବ। ତପ, ଦାନ, ବ୍ରତ ଓ ଯୋଗ ଆଦି ଆଚରଣରେ ଯଦି ତାଙ୍କର ମୁକ୍ତି ହେବ, ତେବେ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି। ପିତାମାତା ନର୍କ ଯନ୍ତ୍ରଣା ଭୋଗ କରୁଥିଲେ, ତାଙ୍କ ସେଥିରୁ ଉଦ୍ଧାର କରିବା ଉତ୍ତମ ପୁତ୍ରର ପରମ କର୍ତ୍ତବ୍ୟ ଅଟେ। ଏଣୁ ଶାସ୍ତ୍ରରେ ମଧ୍ୟ କୁହାଯାଇଛି, ଯାହାଙ୍କର ପିତୃଗଣ ନରକରେ ପତିତ ହୋଇଅଛନ୍ତି, ସେହି ବଳବାନ ଉତ୍ତମ ପୁତ୍ରର ଜନ୍ମ ନିରର୍ଥକ ଅଟେ। ପୁତ୍ରର ପୁତ୍ରପଣିଆ ସେହିଠାରେ ସାର୍ଥକ ହୋଇଥାଏ, ଯେଉଁଠି ଜୀବିତ ଅବସ୍ଥାରେ ପିତାମାତାଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରିବା, ପିତାମାତାଙ୍କ ମୃତ୍ୟୁରେ ଜ୍ଞାତି ପରିଜନଙ୍କୁ ଉତ୍ତମ ଭୋଜନ ଆପ୍ୟାୟିତ କରିବା ଓ ଗୟାଦି ତୀର୍ଥରେ ପିଣ୍ଡଦାନ କରିବା ପିତୃଗଣ ତୃପ୍ତ ହୋଇ ମୋକ୍ଷ ଲାଭ କରିଥାନ୍ତି। ମୁଁ ନିଶ୍ଚିତ ଭାବେ ମୋର ନର୍କଗାମୀ ପିତାମାତାଙ୍କୁ ଉଦ୍ଧାର କରିବି। ରାଜାଙ୍କର ବ୍ୟାକୁଳତାକୁ ଲକ୍ଷ୍ୟ କରି ବ୍ରାହ୍ମଣମାନେ କହିଲେ, ହେ ରାଜନ୍, ନିକଟରେ ମହର୍ଷି ପର୍ବତଙ୍କର ଆଶ୍ରମ ଅଛି। ସେ ଭୂତ ଭବିଷ୍ୟ ଜ୍ଞାତା ଅଟନ୍ତି। ତାଙ୍କ ନିକଟକୁ ଯାଅ। ତାଙ୍କ ପରାମର୍ଶରେ କାର୍ଯ୍ୟ କଲେ ତୁମର ପିତୃଗଣ ଅବଶ୍ୟ ମୋକ୍ଷ ଲାଭ କରିବେ। ବ୍ରାହ୍ମଣମାନଙ୍କ କଥା ଶୁଣି ରାଜା ବୈଖାନସ ପର୍ବତ ମୁନିଙ୍କ ଆଶ୍ରମକୁ ଯାଇ ଚରଣ ସ୍ପର୍ଶପୂର୍ବକ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ। ଚତୁର୍ବେଦ ବ୍ରାହ୍ମଣମାନଙ୍କ ଦ୍ୱାରା ପରିବେଷ୍ଟିତ ଦ୍ୱିତୀୟ ବ୍ରହ୍ମାଙ୍କ ପରି ପରିତୁଷ୍ୟ ଏହି ମହର୍ଷି ରାଜା ମଧ୍ୟ ଆଶୀର୍ବାଦ କରିବା ସହ ରାଜ୍ୟର ସପ୍ତାଙ୍ଗ କୁଶଳ ଜିଜ୍ଞାସା କଲେ। ରାଜା କହିଲେ, ଆପଣଙ୍କ କୃପାରୁ ମୁଁ। କିନ୍ତୁ ଦୁଃଖର କଥା, ମୁଁ ସ୍ୱପ୍ନରେ ଦେଖିଲି ଯେ ମୋର ପିତୃଗଣ ନର୍କରେ ପତିତ ହେଉଅଛନ୍ତି। ତେଣୁ ମୋତେ ଦୟାକରି ସେମାନଙ୍କୁ ନର୍କରୁ ଉଦ୍ଧାର ପାଇଁ ଉପାୟ ଦିଅନ୍ତୁ, ଯାହାଫଳରେ ସେମାନେ ମୋକ୍ଷ ପ୍ରାପ୍ତି ହୋଇ ସ୍ୱର୍ଗ ଲାଭ କରିବେ। ରାଜାଙ୍କର ଏହି କଥା ଶୁଣି ମହର୍ଷି ପର୍ବତ ମୁହୂର୍ତ୍ତକ ପାଇଁ ଧ୍ୟାନସ୍ଥ ହୋଇ କହିଲେ, ତୁମେ ମାର୍ଗଶିର ମାସ ଶୁକ୍ଳପକ୍ଷ ଏକାଦଶୀ ବ୍ରତ ଭକ୍ତିଭାବ ସହ ଆଚରଣ କର, ଯାହାର ପୁଣ୍ୟଫଳ ପ୍ରଭାବରେ ତୁମର ପିତୃଗଣ ନର୍କଗତିରୁ ଉଦ୍ଧାର ହୋଇ ସ୍ୱର୍ଗ ଲାଭ କରିବେ। ମୁଁ ଧ୍ୟାନ ବଳରେ ତୁମ ପିତାମାତାଙ୍କର ସମସ୍ତ କୁକର୍ମ ସମ୍ବନ୍ଧରେ ଜାଣିପାରିଛି। ସେ ପୂର୍ବଜନ୍ମରେ କାମତୁର ହୋଇ ପତ୍ନୀଙ୍କ ସହିତ ରତି କ୍ରୀଡ଼ାରେ ରତ ଥିଲେ, କିନ୍ତୁ ଋତୁମତୀ ସ୍ତ୍ରୀର ଶତ ଅନୁରୋଧ ସତ୍ତ୍ୱେ ସେ ତାଙ୍କ ସହ ସହବାସ କରିବାକୁ ପ୍ରତ୍ୟାଖ୍ୟାନ କଲେ। ଏହି ଅପରାଧ ଯୋଗୁଁ ସେ ନର୍କଗାମୀ ହେଲେ। ଅତିବଡ଼ି ଜଗନ୍ନାଥ ଦାସ ଏହି ପ୍ରସଙ୍ଗରେ ଭାଗବତରେ କହିଛନ୍ତି, ସ୍ତ୍ରୀ ସଙ୍ଗମ ଋତୁକାଳେ ଅନ୍ୟଥା ନଗମୀମ ହେଲେ। ଋତୁକାଳରେ ପତ୍ନୀଙ୍କ ସହ ସହବାସର ବିଧି ଉଚିତ ନୁହେଁ। ଆହୁରି ମଧ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ଏକଦା ମଧ୍ୟବ ପାଣ୍ଡବ ଅର୍ଜୁନ ଋତୁମତୀ ଉର୍ବଶୀଙ୍କ ପ୍ରେମଭିକ୍ଷା ପ୍ରତ୍ୟାଖ୍ୟାନ କରୁଥିବାରୁ ତାଙ୍କ ଅଭିଶାପରେ ଅର୍ଜୁନଙ୍କୁ ଅଜ୍ଞାତ ବନବାସ ସମୟରେ ବିରାଟ ପୁରରେ ବ୍ରହ୍ମଣଳା ଅର୍ଥାତ୍ କିନ୍ନର ହେବାକୁ ପଡ଼ିଥିଲା। ଏଣୁ ଏସବୁ ଶୁଣିଲା ପରେ ରାଜା ବିନୟର ସହ ପିତାଙ୍କର ନର୍କରୁ ଉଦ୍ଧାର ସମ୍ପର୍କରେ ମୁନିଙ୍କୁ ପଚାରିଲେ।
ମହର୍ଷି ପର୍ବତ ତାଙ୍କୁ ମାର୍ଗଶିର ଶୁକ୍ଳପକ୍ଷ ଏକାଦଶୀ ମୋକ୍ଷଦା ଏକାଦଶୀ ବ୍ରତ ଯଥାବିଧ ପାଳନ କରିବାକୁ ଉପଦେଶ ଦେଲେ। ମହର୍ଷି ଏ କଥା ବି କହିଲେ, ଏହି ଏକାଦଶୀ ବ୍ରତ ପାଳନ କଲେ ତାହାର ପୁଣ୍ୟଫଳ ପ୍ରଭାବରେ ତୁମ ନର୍କଭୋଗୀ ପୀଡ଼ା ଅବଶ୍ୟ ମୋକ୍ଷ ଲାଭ କରିବେ। ଏହା ଶୁଣି ରାଜା ବୈଖାନସ ରାଜପୁରକୁ ଫେରି ଆସି ସହପରିବାର ଏହି ପୁଣ୍ୟମୟ ବିଷ୍ଣୁବ୍ରତ ପାଳନ କଲେ। ଏହାର ପୁଣ୍ୟଫଳରେ ନର୍କକାମୀ ପିତୃଗଣଙ୍କୁ ସମର୍ପଣ କଲେ। ସେହି ପୁଣ୍ୟ ପ୍ରଭାବରେ ରାଜା ବୈଖାନସଙ୍କୁ ପିତାଙ୍କର ମୁକ୍ତି ହୋଇଗଲା ଏବଂ ସ୍ୱର୍ଗପୁରକୁ ଯାତ୍ରା କଲେ। ସ୍ୱର୍ଗପୁରରେ ଥାଇ ପୁତ୍ର ବୈଖାନଙ୍କୁ ଆଶୀର୍ବାଦ ପ୍ରଦାନ କଲେ। ଏଣୁ ଯଥାର୍ଥରେ କୁହାଯାଇଛି ଯେ ପିତାମାତାଙ୍କର ଆଶୀର୍ବାଦରୁ ବୈଖାନସର ସୁଖରେ ନିଷ୍କଣ୍ଟକ ରାଜ୍ୟ ଭୋଗ କରିବା ସହ ଅନ୍ତକାଳରେ ସ୍ୱର୍ଗଲୋକ ଗମନ କଲେ। ତେବେ ବନ୍ଧୁଗଣ, ଯଦି କାହାଣୀଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଏ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।